ଗୋଖାଦ୍ୟ ଗାଡ଼ିରେ 2 କ୍ୱିଣ୍ଟାଲ 10 କେଜି ଗଞ୍ଜେଇ। ସୋନପୁର ପୋଲିସକୁ ମିଳିଛି ବଡ଼ ସଫଳତା। 2 କ୍ୱିଣ୍ଟାଲ 10 କେଜି ଗଞ୍ଜେଇ ଜବତ, 2 ଅଭିଯୁକ୍ତ ଗିରଫ। ପଡ଼ୋଶୀ ବୌଦ୍ଧ ଜିଲ୍ଲାରୁ ଆଇଚର ଟ୍ରକ୍ ଯୋଗେ ଦିଲ୍ଲୀକୁ ଗଞ୍ଜେଇ ଚାଲାଣ ବେଳେ ତେଲନଦୀ ପୋଲ ନିକଟରେ ଧରିଲା ପୋଲିସ। ଗୋଖାଦ୍ୟ ନେଉଥିବା ଟ୍ରକରେ ଯାଉଥିଲା ଗଞ୍ଜେଇ। ଯେଉଁ ଗଞ୍ଜେଇର ଆନୁମାନିକ ମୂଲ୍ୟ 20 ଲକ୍ଷରୁ ଉର୍ଦ୍ଧ୍ୱ ହେବ ବୋଲି ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଲେ ଆରକ୍ଷୀ ଅଧୀକ୍ଷକ। ସୂଚନା ଅନୁସାରେ ବୌଦ୍ଧ ଜିଲ୍ଲାର କଣ୍ଟାମାଳ ଥାନା ଅଞ୍ଚଳରୁ ଏକ ଆଇଚର ଟ୍ରକ୍ ଗୋଖାଦ୍ୟ ନେଇ ଯାଉଥିବା ବେଳେ ସେଥିରେ କୋରିଅର ପ୍ୟାକେଟରେ ଗଞ୍ଜେଇ ନେଇ ଯାଉଥିବା ସୋନପୁର ପୋଲିସ ଖବର ପାଇଥିଲା। ଗାଡ଼ିକୁ ତେଲନଦୀ ସେତୁ ନିକଟରେ ଅଟକାଇବା ସହ ଯାଞ୍ଚ କଲାବେଳେ ସେଥିରୁ ଥିବା ଗଞ୍ଜେଇ ଧରିଥିଲା ପୋଲିସ। ଘଟଣାରେ 2 ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି ପୋଲିସ। ଅଭିଯୁକ୍ତ 2 ଜଣ ହେଲେ ହରିୟାଣା ରାଜ୍ୟର ସତୀଶ ଓ ଦେବେନ୍ଦର। ତେବେ ଟ୍ରକକୁ ଜବତ କରିବା ସହିତ ଉଭୟଙ୍କୁ ଆଜି କୋର୍ଟ ଚାଲାଣ କରାଯିବ ବୋଲି ସୂଚନା ଦେଇଛନ୍ତି ଆରକ୍ଷୀ ଅଧୀକ୍ଷକ। ଏଥିସହିତ ଚଳିତ ମାସରେ ମୋଟ 8ଟି NTPS ସୋନପୁର ଥାନାରେ ହୋଇଥିବା ବେଳେ ଗଞ୍ଜେଇ ଓ କଫ୍ ସିରପ ଜବତ ହୋଇଥିବା କହିଛନ୍ତି SP। ଆମେ ଯେଉଁ କଣ୍ଟିନ୍ୟୁଅସ୍ ପ୍ରୋସେସ୍ ହେଉଛି କଣ୍ଟ୍ରାବାଣ୍ଡ ଗଞ୍ଜା ଏବଂ ଗେମ୍ବଲିଂ ଏବଂ କଫ୍ ସିରପ୍ ମାନେ ଯେତିକି ଆଉଟଫ୍ଲୋ ଜିନିଷ ରିକଭରି ବା ଡିଟେକ୍ସନ୍ କରିବାରେ କାଲି ଆମେ ଆମର ସବ୍ ଇନ୍ସପେକ୍ଟର ଆମର ଦେବାଶିଷ ସାହୁ ଏବଂ ତାଙ୍କ ଟିମ୍ IIC ନେତୃତ୍ୱରେ ଗୋଟେ ଗାଡ଼ି ଖବର ପାଇକି ଧରିଛନ୍ତି ଗୋଟେ ଗାଡ଼ିଟିକୁ, ଯେଉଁଟାରେ ଆମେ 210 କେଜି ଗଞ୍ଜା ଆପଣଙ୍କ ଦେଖୁଛନ୍ତି ଆମେ ଜବତ କରିପାରୁଛୁ। କାଲି ଏଇଟା ଗୋଟେ ଭେହିକିଲ୍ ମଧ୍ୟ ଏଇଟା ସିଜ୍ ହେଇଛି, ମୋବାଇଲ ସିଜ୍ ହେଇଛି। ରିଏଲି ଏଇଟା ଏପର୍ଯ୍ୟନ୍ତ ଯାହା ଇନଭେଷ୍ଟିଗେସନରେ ଆମେ ପାଇଛୁ ଏଇଟା ଆମର ମନମୁଣ୍ଡା ସାଇଡ଼୍ରୁ ଆସୁଥିଲା ଟୁୱାର୍ଡସ୍ ଦିଲ୍ଲୀ। ଏଠି ବିଗ୍ କନସାଇନମେଣ୍ଟ ଅଦର ବହୁତ ଲୋକ ଇନଭଲ୍ଭ ଅଛନ୍ତି। ଏବେ ତାଙ୍କୁ ମଧ୍ୟ ଆମେ ଧରିବାକୁ ଚେଷ୍ଟା କରୁଛୁ ଏବଂ ଏଇ ମାସରେ ଆମେ ସୋନପୁର ପୋଲିସ ତରଫରୁ ଆମେ 7ଟି କେସ୍ କଲୁ। এইটাকে এপার্ট ফ্রম দিস ଆଉ 7ଟି କେସ୍ କରିଛୁ। ଆଉ 239 କେଜିସ୍ ଗଞ୍ଜା ସିଜ୍ ହେଇଛି। କଫ୍ ସିରପ୍ ବି 34 ଲିଟର ସିଜ୍ କରିଛୁ। 112 ଜଣ ଆରେଷ୍ଟ କରିଛୁ। ଭେହିକିଲ୍ 2ଟା 2 ହ୍ୱିଲର, 3ଟା 3 ହ୍ୱିଲର, ଟ୍ରକ୍ ଗୋଟେ ସିଜ୍ ହେଲା ଏବଂ ମୋବାଇଲ କେସ୍ 500 ସିଜ୍ ହେଇଛି। ତେଣୁ ଏହି ଅଭିଯାନ ଆଗକୁ ମଧ୍ୟ ଚାଲିବ। ତେଣୁ ଆମେ ସୋନପୁର ସମସ୍ତଙ୍କର ଆମର ଅନୁରୋଧ କରୁଛୁ, ଆମକୁ ସହଯୋଗ କରନ୍ତୁ। ଏଇଟାରେ ଡିଟେକ୍ସନ୍ କରିବାରେ ଭବିଷ୍ୟତରେ ମଧ୍ୟ ଆଉ ବହୁତ ଡିଟେକ୍ସନ୍ କରିବୁ ଆଶା ଅଛି। ଏମାନେ ଜଣେ ହେଲେ 2 ଜଣ ଯାକ ଝାଞ୍ଝର ହରିୟାଣା। ସାର୍ କୋଉଠି ଟ୍ରାନ୍ସପୋର୍ଟ କରିଦେଲେ ଏଇଟା ଦିଲ୍ଲୀ 210 କେଜି 2 କ୍ୱିଣ୍ଟାଲ 10 କେଜି। ଆଉ ଯଦି ଦିଲ୍ଲୀ ପଳେଇଲେ ମେ ବି କୋଉ ଜାଗା ଧରଲେ ସାର୍? କୋଉ ଜାଗା? এটা আমরা ব্রিজ ସୁବର୍ଣ୍ଣପୁରରୁ ପ୍ରକାଶ ଚନ୍ଦ୍ର ବେବର୍ତ୍ତାଙ୍କ ରିପୋର୍ଟ, ସ୍ପଟଲାଇଟ୍ ଇଣ୍ଡିଆ।